ତସ୍ମୈ ଶ୍ରୀ ଗୁରବେ ନମଃ। ହଁ ବନ୍ଧୁଗଣ, କାଲି ଆମେ ଟିକେ ଆଲୋଚନା କରିଥିଲେ ନା, ମିନୁରୁ ଆସିଥିଲେ 4ଟା ରାଶି, ମେଷ ସିଂହ, 3ଟା ରାଶି ମେଷ, ସିଂହ ଆଉ ଧନୁ। ଏମାନେ କାହାଠୁ କିଛି ନିଅନ୍ତିନି, ଏମାନେ ସ୍ୱାଧୀନ। ଅଶ୍ୱିନରୁ ନକ୍ଷତ୍ର ଆରମ୍ଭ ହେଲା, ସେମିତି ସିଂହରେ ମଘରୁ ଆରମ୍ଭ ହେଲା, କର୍କଟରେ ସରିଗଲା। ଆଉ ଧନୁରେ ମୂଳରୁ ଆରମ୍ଭ ହେଲା। ତେଣୁ କାଲି ଆମେ କହିଲେ ମୀନ ଆଉ କୁମ୍ଭ କଥା କହିଲେ। ଧନୁ, ମକର, କୁମ୍ଭ ପାଇଁ କେଉଁଟା ଧନିଷ୍ଠା ଆସିବ? ଧନିଷ୍ଠା ନକ୍ଷତ୍ର କୁମ୍ଭ ରାଶି ପାଇଁ କ୍ଷତିକାରକ। ତା ନିଜର ହେଲେ ବି ସେଦିନ ହଇରାଣ ହେବ। ସେମିତି ମକର ରାଶି ପାଇଁ ଉତ୍ତର ଫାଲ୍ଗୁନି, ଉତ୍ତରାଷାଢ଼ ନକ୍ଷତ୍ର ହେବ ମକର ପାଇଁ ଅଶୁଭ। ଧନୁ ପାଇଁ କିଛି ନାହିଁ, ମେଷ ପାଇଁ କିଛି ନାହିଁ, ସିଂହ ପାଇଁ କିଛି ନାହିଁ। କିଛି ନାହିଁ କହିଲେ କେମିତି ଚଳିବ? ତା କଥା ପରେ ଆଲୋଚନା କରିବା ନା। ଆଉ ବିଛା ପାଇଁ କେଉଁଟା ଆସିବ? ବିଶାଖା। ସେ ଦ୍ୱନ୍ଦ୍ୱରେ ପଡ଼ିଛି। ତୁଳା ପାଇଁ, ବିଛା ପାଇଁ ଗୋଟିଏ ନକ୍ଷତ୍ର ବିଶାଖା। ସେମିତି ଉତ୍ତର ଫଳ ନକ୍ଷତ୍ର କନ୍ୟା ପାଇଁ ହେଲା, କନ୍ୟା ପାଇଁ ସେ ସିଂହରୁ ସେ ଧାର ନେଇଛି ତାକୁ। ଏଇସବୁ ନକ୍ଷତ୍ର ଦିନ ଅଶୁଭ ହେବ ଏଇ ରାଶିମାନଙ୍କର। କର୍କଟ ଆଉ ମିଥୁନ ମଧ୍ୟରେ ପୁନର୍ବସୁ, ସେଦିନ ପୁନର୍ବସୁ ନକ୍ଷତ୍ରରେ କର୍କଟର କ୍ଷତି ହେବ। ମିଥୁନ ଆଉ ବୃଷ ମଧ୍ୟରେ କେଉଁଟା ଅଛି? ମୃଗଶିରା ମିଥୁନ। ମୃଗଶିରାଟା ମିଥୁନ ପାଇଁ ଖରାପ, ଏଇଟା କଥା। ବୃଷ ପାଇଁ କୃତ୍ତିକା, ସେଇ କୃତ୍ତିକା ନକ୍ଷତ୍ର ମେଷ ବୃଷ ପାଇଁ ରହୁଛି। ଏଇସବୁ ଦିନ ଅନୁଭବ କରନ୍ତୁ, ନିଶ୍ଚିତ ଭାବରେ ଶ୍ରୀଚନ୍ଦ୍ର ହେଲେ ବି ସୁଖପ୍ରଦ ହେବ ନାହିଁ। ଆସନ୍ତୁ ସେଇ ନକ୍ଷତ୍ର ଆଉ ରାଶିକୁ ନେଇ ଆମେ ଆଲୋଚନା କରିବା। ଆଜି 13 ତାରିଖ ଗୁରୁବାର। ସୂର୍ଯ୍ୟ ଉଦୟ ହେବେ 5ଟା 26 ପରେ, ଅସ୍ତ ଯିବେ 6ଟା 15 ପରେ। ଆଉ ମନ୍ଦ ସମୟ ବୋଇଲେ ରାହୁ କାଳ 1ଟା 26ରୁ 3ଟା 2। ଏ ସମୟରେ କୌଣସି କାର୍ଯ୍ୟ ଆରମ୍ଭ କରିବେନି। ଆରମ୍ଭ କରି ଦେଖୁନାହାନ୍ତି କେତେ କ୍ଷତି ହେଉଛି। ଏହି ସମୟରେ ଠିକ୍ 1ଟା 26ରୁ 3ଟା 2 ମଧ୍ୟରେ ଖାଆନ୍ତୁ ତ ଦେଖିବେ, ଆରମ୍ଭ କରିବୁ ଅଧିକା ଖାଦ୍ୟ, ଭଲ ଜିନିଷ ହେବନି, ହାକୁଡ଼ି ଆସିବ, ଗ୍ୟାସ୍ ହେଇଯିବ। ତେଣୁ ଏ ସମୟ ପୂର୍ବରୁ, ମାନେ 1ଟା 26 ପୂର୍ବରୁ 25ରୁ ଆରମ୍ଭ କରିଦେଉନାହାନ୍ତି, ଭଲ ଟାଇମ୍ ଆସିବ। ବା 3ଟା 2 ପରେ କାମ ଆରମ୍ଭ କରନ୍ତୁ। ଏବେ ଆମେ ଆରମ୍ଭ କରିବା ମେଷ ରାଶି ପାଇଁ। ଗୁରୁବାର 13 ତାରିଖ, ମେଷ ରାଶି, ସକାଳ 6ଟା 7 ପରେ ଅଶ୍ୱିନ ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଆଜି 6ଟା 7 ପରେ ଯେହେତୁ ଭଲ ସମୟ ଆସୁଛି, 6ଟା 7 ପରେ ଯିଏ ଉଠିଲା ତା ପାଇଁ ଆଉ ଦୁଃଖ ନାହିଁ। 6ଟା 7 ପୂର୍ବରୁ ଉଠିଲେ ଟିକେ ଚୁପ୍ ରହିବା, ନହେଲେ ଅସୁବିଧା ହେବ। ଦେହ ମୁଣ୍ଡ ଖରାପ ଲାଗିବ, ମୁଣ୍ଡ ବୁଲେଇବ, ମୁଣ୍ଡ ବିନ୍ଧିବ, ଛାତି ଥରିବ ଇତ୍ୟାଦି, ଭଲ କାମ ହେବନି। 6ଟା 7 ପରେ ଭଲ ସମୟ ଆସିବ। ତେଣୁ ତୁମେ ସକାଳ 6ଟା 7 ପରେ ଶଯ୍ୟା ତ୍ୟାଗ କଲେ ଦୁଃଖ କ'ଣ ଜାଣିପାରିବନି। ସକାଳ 6ଟା 7 ପରଠାରୁ ସୁଖ ସମୟ ଆସିବ। ଧନ ପାଇବା ପାଇଁ ମନ ଉଚ୍ଚାଟ ହେବ, ନିଜ କର୍ତ୍ତବ୍ୟ ପ୍ରତି ଶ୍ରଦ୍ଧା ଜନ୍ମିବ, ଦେହ ସୁସ୍ଥ ହୋଇଯିବ। ଦେହ ଖରାପ ଥିଲା ନା, ଦେହ ସୁସ୍ଥ ହୋଇଯିବ। ଆଉ ସମସ୍ତଙ୍କ ପାଇଁ ତୁମେ ଗୋଟିଏ ଆଦର୍ଶ ହେବ, ସମସ୍ତଙ୍କୁ ମମତା ଡୋରରେ ବାନ୍ଧିପାରିବ। ହେଲେ ବୃଷ ପାଇଁ କିନ୍ତୁ ଭଲ ଦିନ ନୁହଁ ନା। ଗୁରୁବାର 13 ତାରିଖ, ବୃଷ ରାଶି, ସକାଳ 6ଟା 7 ପରେ ରୋହିଣୀ ନକ୍ଷତ୍ରର ଅଶୁଭ ଆରମ୍ଭ ହେବ। ଦିନଟି ଆଦୌ ଶୁଭପ୍ରଦ ନୁହେଁ। କେଉଁଠି ଦ୍ରବ୍ୟ ହଜିଯିବ ବା ଚୋରି ହେଇଯିବ, ବା କେଉଁଠି ରଖିଥିବେ ତା ମିଳିବନି, ପରେ ମିଳିବ। କାଲି ହଇରାଣ ହେବେ, ଗୁରୁବାର ହଇରାଣ ହେବେ। ଏଣୁ ହଇରାଣରୁ ହଇରାଣ ହେବେ, ହଇରାଣରୁ ହଇରାଣ।
ତାପରେ ଆଉ ଗୋଟେ ଖୋଜୁ ଖୋଜୁ ଗୋଡ଼ ବାଡ଼େ ହେଇଯିବ, ଗୋଟେ କ'ଣ ମୁଣ୍ଡ ବାଡ଼େ ହେଇଯିବ, ହାତ ଗୋଡ଼ି ଛିଣ୍ଡିଯିବ ଇତ୍ୟାଦି। ହଇରାଣ ହୋଇଯିବେ। କର୍ତ୍ତବ୍ୟରେ ଅବହେଳା ହେବ, ଦେହ ଖରାପ ହେବ, ମନ ଅଶାନ୍ତ ହେବ, ଯାତ୍ରା କାଳରେ ରାସ୍ତାରେ ବି ହଇରାଣ ହେବେ, ସେବା ବୃତ୍ତି ବ୍ୟବସାୟରେ ବାଧାବନ୍ଧନ ସୃଷ୍ଟି ହେବ, ଆୟ ଅମଳ କମିଯିବ, ଆଉ ମାନସିକ ଅଶାନ୍ତି ସୃଷ୍ଟି ହେବ। ମାନେ ବୃଷର ଭଲ ଦିନ ନୁହଁ ଗୁରୁବାର। ଗୁରୁବାର 13 ତାରିଖ ମିଥୁନ ରାଶି ସକାଳ 6ଟା 7 ପରେ। ଆର୍ଦ୍ରା ନକ୍ଷତ୍ରର ଅଶୁଭ। ପାରିବାରିକ କୁଶଳତା ନାହିଁ। ନା, ଗୁରୁବାର କୁଶଳତା ନାହିଁ। ଝମିଳା ହେବ, ଝଗଡ଼ା ହେବ, ପାଟି ହେବ ଇତ୍ୟାଦି ନାହିଁ। ମାତ୍ର ଆର୍ଥିକ ସଚ୍ଛଳତା ରହିବ। ଆଜ ଏକ ଆୟକାରକ ଦିନ ହେତୁ ସମୟର ସଦୁପଯୋଗ କରନ୍ତୁ। କର୍ମ କର୍ତ୍ତବ୍ୟ ପ୍ରତି ସଚେତନ ହୋଇ ମୁଣ୍ଡ ଖଟାଇ କାମ କଲେ ବଢ଼ିଆ ରୋଜଗାର ହେବ। ଯଦି ନ୍ୟାୟ ନୀତିରେ ସମୟ କାଟିବେ, ଏହି ଅର୍ଥ ବୃଥା ବ୍ୟୟ ହେବନି। ଏଥିରେ କିଛି ମଙ୍ଗଳକର କାର୍ଯ୍ୟ ହେବ। ଅନ୍ୟାୟରେ କେବେ ହେଲେ ଧନ ରୋଜଗାର କରନ୍ତୁ ନାହିଁ, ବାରମ୍ବାର ଜ୍ଞାନୀମାନେ କହିଲେ। ଅଧର୍ମ ବିତ୍ତ ବଢ଼େ ବହୁତ, ହୁ ହୁ ବଢ଼ିଯାଏ। ଜାଣିବେ ଯେଉଁ ଧନ ହୁ ହୁ ବଢ଼ିଯାଉଛି, ଖାଲି ପ୍ୟାକେଟରେ ଅଫିସ୍ ଗଲି, ଆସିଲା ବେଳକୁ 4ଟାଙ୍କ ପ୍ୟାକେଟ୍ ଫୁଲ୍। ଅଧର୍ମ ବିତ୍ତ ବଢ଼େ ବହୁତ। ଲାଞ୍ଚ ମିଛ ନେଇ, ଫାଇଲ୍ ଲୁଚେଇ, ମିଛ କହି ଯେଉଁ ରୋଜଗାର କରାଯାଉଛି, ସେଟା ହେଉଛି ବିପଦର କାରଣ। ଅଧର୍ମ ବିତ୍ତ ବଢ଼େ ବହୁତ, ଆଉ ଗଲାବେଳେ ଯାଏ ମୂଳ ସହିତ ଭାରି ବାଧିବ, ମୁଣ୍ଡରୁ ଚୁଟି ଉପୁଡ଼ିଯିବ। ତେଣୁ ଯଦି ଅନ୍ୟାୟରେ ଆପଣ ଧନ ରୋଜଗାର ନ କରି ନ୍ୟାୟରେ କରିବେ, ସେ ଧନରେ କିଛି ମଙ୍ଗଳ କାର୍ଯ୍ୟ ହେବ। ଏଟା ଗଲା ମିଥୁନ କଥା। କର୍କଟ କଥା। ଗୁରୁବାର 13 ତାରିଖ କର୍କଟ ରାଶି ପୁରୁଷଙ୍କର ଘାତଚନ୍ଦ୍ର ସକାଳ 6ଟା 7 ପରେ। ପୁଷ୍ୟା ନକ୍ଷତ୍ରର ଅଶୁଭ। ଆଉ ଶୁଭରେ ଦିନ ଆରମ୍ଭ ହେବନି। ଦିନଚର୍ଯ୍ୟା ମଧୁମୟ ହେବ, କାରଣ ମନ ଆଜି ଛଟପଟ ହେବ। ଯେହେତୁ ଶୁଭରେ ଦିନ ଆରମ୍ଭ ହେବନି, ତେଣୁ ମୂଳରୁ ତ ବିରାଟ ଛିଙ୍କିବ, ଆଉ ଦିନଟା ଭଲରେ ଯିବନି କେବେ ହେଲେ। ଆଉ ଆଚ୍ଛା, କୌଣସି କାର୍ଯ୍ୟ ପ୍ରତି ଆଗ୍ରହ ଆସିବନି। ବଢ଼ିଆ ରୋଜଗାର ହେବ ଯଦି ମନ ମନାଇ ବୁଦ୍ଧି ଖଟାଇ ଧୈର୍ଯ୍ୟବାନ ବିବେକ ପରି ନିଜ ବୃତ୍ତି କରିବେ। କାରଣ ମନ ଆଜି ଅବୁଝା ହେବ। ତେଣୁ ମନକୁ ମନେଇ ପାରିଲେ ହେଲା। ବିବେକୀ ମନ ମନେଇ ବୁଦ୍ଧି ଖଟେଇ ତା କାମ କରିଥାଏ। ତେଣୁ ଆପଣ ଏମିତି ହେଲେ ଆପଣଙ୍କୁ ଆମେ ଜ୍ଞାନୀ କହିବୁ କି ନାହିଁ? ତେଣୁ ମନକୁ ମନାଇ ବୁଦ୍ଧି ଖଟାଇ ବିବେକ ଦ୍ୱାରା କାର୍ଯ୍ୟ କରନ୍ତୁ, ସଫଳ ହେବେ, ରୋଜଗାର ବଢ଼ିଆ ହେବ। ଆମେ ସମସ୍ତେ ଆପଣଙ୍କୁ ବିବେକୀ କହିବୁ, ଜ୍ଞାନୀ କହିବୁ। ଯଦି ଭାଙ୍ଗି ପଡ଼ିଲେ ତାହେଲେ ଆପଣଙ୍କୁ କ'ଣ କହିବୁ କୁହନ୍ତୁ? ନାହିଁ। ତେବେ ନିଜ ବୃତ୍ତି ବ୍ୟବସାୟରେ ଏକାନ୍ତ ମନ ଦେବେ ତ କିଛି ମିଳିବ, ନହେଲେ ଜୀବନଟା ଆଜି ଗୋଳିଆ ହେଇଯିବ। ଗୁରୁବାର ଦିନ କର୍କଟ ରାଶିର ଜନତାଙ୍କର ଜୀବନ ଗୋଳିଆ ହେଇଯିବ। ଗୋଳିଆ ପାଣିରୁ କ'ଣ ଧରିବେ, କ'ଣ ପାଇବେ? ନାହିଁ। ଗୁରୁବାର 13 ତାରିଖ ସିଂହ ରାଶି ସକାଳ 6ଟା 7 ପରେ। ମଘା ନକ୍ଷତ୍ରର ଅଶୁଭ। ମାତ୍ର ସିଂହ ରାଶି ପାଇଁ ଏକ ଶୁଭ ସୁନ୍ଦର ଦିନ। ସକାଳୁ ମାନେ 6ଟା 7 ଯାଏ ନାନାବିଧ ସମସ୍ୟା ରହିବ। ସକାଳ 7 ଯାଏ, ତାପରେ ହୋଲ୍ଡରେ ସାରା ଦିନ ପଡ଼ିଛି। ଏଣୁ ବିଚଳିତ ନ ହୋଇ 6ଟା 10 ଯାଏ ଜଗନ୍ତୁ। ତା ପରଠାରୁ କ୍ରମଶଃ ଆପଣଙ୍କର ଧନ ମାନ ଆଦର ଆଦି ଆପଣଙ୍କୁ ମିଳିବ। ଧନ ମାନ ଆଦର ମମତା ସବୁ ମିଳିବ। ଦେହ ସୁସ୍ଥ ହୋଇଯିବ। ଦେହ ଖରାପ ଥିଲା, ସୁସ୍ଥ ହୋଇଯିବ। ପୂର୍ବାପେକ୍ଷା ସୁନ୍ଦର ଦିଶିବେ। କାମ କରିବା ପାଇଁ ମନ ଉଚ୍ଚାଟ ହେବ। ବାହୁକୁ ବଳ, ଛାତିକୁ ଦମ୍ଭ, ମନକୁ ବିଶ୍ୱାସ ଓ ଅଣ୍ଟାକୁ ଅର୍ଥ ଆସିଯିବ। ଅଣ୍ଟା ଖୋଲିବେ, ଖର୍ଚ୍ଚ କରିବେ, ଆଉ କ'ଣ। କିନ୍ତୁ ସକାଳ 6ଟା 10 ପରେ ଭଲ ସମୟ ଆସିବ, ତା ପୂର୍ବରୁ ନୁହଁ। ତା ପୂର୍ବରୁ ଅଧୈର୍ଯ୍ୟ ହେଲେ ଗଲା, ଆଉ କ'ଣ। ଗୋଡ଼ ଖସିବ, ମୁହଁ ମାଡ଼ି ପଡ଼ିବେ। ଆଉ ଗୁରୁବାର 13 ତାରିଖ କନ୍ୟା ରାଶି ସକାଳ 6ଟା 7 ପରେ। ହସ୍ତା ନକ୍ଷତ୍ରର ଅଶୁଭ।
ଶୁଭେ ଶୁଭେ ରାତି ପାଇବ ସକାଳ 6ଟା 7 ଯାଏ ମନ ବହୁତ ଉଚ୍ଚାର ରହିବ, ଶାନ୍ତି ଲାଗିବ। ତାପରେ ଠାରୁ ମନ ଆକୁଳ ବ୍ୟାକୁଳ ହେବ, କୌଣସି କାର୍ଯ୍ୟ ସୁଚାରୁ ରୂପେ ସମାହିତ ହୋଇପାରିବ ନାହିଁ, ବିବିଧ ସମସ୍ୟା ଦେଖାଦେବ। ତଥାପି ଯିଏ କରିତି କର୍ମା ଓ ବିବେକୀ। ଆଗରୁ କେତେ କଥା କୁହା ହେଉଥିଲା, ଏବେ ଆଜି ପାଇଁ ଗୁରୁବାର ପାଇଁ କୁହାହେଉଛି ବିବେକ ଖଟାନ୍ତୁ। ଆପଣା ବୁଦ୍ଧି ଜଗନ୍ନାଥ ବିବେକ ଖଟାନ୍ତୁ। ଯିଏ କରିତି କର୍ମା ବିବେକୀ, ସେ ମନ କଥା ନ ମାନି କର୍ମ କର୍ତ୍ତବ୍ୟରେ ମତି ଖେଳେଇବ, ଭଲ ରୋଜଗାର କରିପାରିବ। ମନ ତ କେତେ କ'ଣ ଖୋଜିବ, ଏମିତି ବାଉଳା କରିବ ମାନେ କୌଣସି କାମରେ ପୁରାପୁରି ସମୟ ଦେଇପାରିବେ ନାହିଁ। ଯଦି ବିବେକୀ ବିଚାରବନ୍ତ ସୁଶୀଳ ଶାନ୍ତ ଭଦ୍ର ନମ୍ର, ତେବେ କାମରେ ଆଗେଇ ଯିବେ। ହଁ, ଏବେ ଆଲୋଚନା କରିବା ତୁଳା କଥା। ଗୁରୁବାର 13 ତାରିଖ ତୁଳା ରାଶିର ଘାତବାର, ସକାଳ 6ଟା 7 ପରେ ସ୍ୱାତି ନକ୍ଷତ୍ରର ଅଶୁଭ। ଆଜ ଦିନ ଚତୁର୍ମୁଖୀ ଦିବସ, ମାନେ ଚାରିଆଡ଼ୁ ବିବିଧ ଲାଭ ଆସିବ, ସୁଖ ଆସିବ, ଶାନ୍ତି ଆସିବ ଚାରିଆଡ଼ୁ। ଖାଲି ଆପଣଙ୍କ ଧୈର୍ଯ୍ୟ ଦରକାର। ସବୁବେଳେ ହସନ୍ତୁ, ମନ ଖୋଲା ହସିବେ, ଯେମିତି ଆପଣ ଦେଖିଲେ ସମସ୍ତେ ଖୁସି ହେବେ। ରାବଣ ହସ ନୁହେଁ, କଂସ ହସ ନୁହଁ, ମୃଦୁ ହସ, ସ୍ମାଇଲିଂ ଫେସ୍। ହେଲା ଚତୁର୍ମୁଖୀ ଦିବସ। ଆଖି ବୁଜି ଯେଉଁ କାମ କଲେ ବି ଶୁଭ ଲାଭ ପାଇବେ। ଦେହ ପା ଠିକ୍ ଠାକ୍ ରହିବ, ମନ ପ୍ରଫୁଲ୍ଲିତ ହେବ। ଯୋଜନା ଅନୁଯାୟୀ କର୍ମ କର୍ତ୍ତବ୍ୟ କରିଚାଲିଲେ କର୍ମ କ୍ଷେତ୍ରରୁ ବିଶେଷ ଲାଭ ହେବ। ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ମାତ୍ର ରାଶ୍ୟାଧିପ ଶୁକ୍ର ହେତୁ ଗୁରୁବାର ଗୃହର ମୁଖ୍ୟ, ଅଫିସରେ ଅଫିସର, କମ୍ପାନୀରେ ମ୍ୟାନେଜର, ସ୍କୁଲରେ ହେଡ୍ ସାର୍, ଏମାନେ ଟିକେ ରାଗିବେ। ଆଜି ସବୁ ଭଲ ଯେ ଆପଣମାନଙ୍କର ଚରିତ୍ରରେ ଗୋଟେ ଅହଙ୍କାର ଆସିଯିବ, ଭୁଲ କରି ବସିବେ, ଯାହାଫଳରେ ଗୃହର ମୁଖ୍ୟ ବାପା ବା ବୋଉ ସେ ରାଗିବେ। ଅଫିସରେ କାମ କରୁଥିଲେ ଅଫିସର ରାଗିବେ, କମ୍ପାନୀରେ କାମ କରୁଥିଲେ ମ୍ୟାନେଜର ରାଗିବେ, ସ୍କୁଲରେ କାମ କରୁଥିଲେ ହେଡ଼ମାଷ୍ଟର ରାଗିବେ। ଆପଣ ଟିକେ ବେଶୀ ହେଇଯିବେ। ସେ ବେଶୀ ହୁଅନ୍ତୁନି, ନିଶ୍ଚିତ ବିରକ୍ତିକର ଶବ୍ଦ ଶୁଣିବେ, ହୁସିଆର। ବହୁତ ଲାଭ ପାଇବେ, ସୁଖ ପାଇବେ, ଶାନ୍ତି ପାଇବେ। ଅହଙ୍କାର ବଢ଼ିଯିବ, ଟିକେ ଫୁଟାଣି ଦେଖେଇବେ, ଟେବୁଲ ଗୋଟେ ଝାପଡ଼ା ପକେଇ ଟେବୁଲ ଘର କମିଯିବ, ଆଉ ସଦା ଶୁଣିବେ ତାପରେ ଆଉ ନାହିଁ, ସାବଧାନ। କାରଣ ଯେ ମୁଖ୍ୟ ସେ ଆଜି ବିରକ୍ତ ହେବେ। ତୁଳା କଥା ଗଲା। ମିଛା କଥା। ଗୁରୁବାର 13 ତାରିଖ ବିଛା ରାଶି, ସକାଳ 6ଟା 7 ପରେ ଅନୁରାଧା ନକ୍ଷତ୍ରର ଅଶୁଭ। ଆଜି ଅଯଥା ଅପବାଦ, ନିର୍ଦ୍ଦୋଷ ଆପଣ ନିନ୍ଦା ଶୁଣିବେ। ଅଯଥା ଅପବାଦ ମିଳିବାରେ ଦିନଟି କର୍ମଚଞ୍ଚଳ ରହିବ। ହଁ, ସାବଧାନ, ସକାଳ 6ଟା 10 ଯାଏ ଚୁପ୍ ରହି ସବୁ ଶୁଣନ୍ତୁ। 6ଟା 7 ଯାଏ ଅଶୁଭ। ନୀତି ପ୍ରତି କରୁଥିବା ଚାଷ, ଚାକିରି, ବାଣିଜ୍ୟ, ସେବା ବା ବୃତ୍ତି ଆଦି କର୍ମର ଅବଶ୍ୟ ବିକାଶ ହେବ। ନୀତି ପ୍ରତି ଯିଏ ଯାହା କରୁଛେ, ଶିକ୍ଷକ ଶିକ୍ଷକତା, ବେପାରୀତା ବାଣିଜ୍ୟ, ଭିକାରୀ ଭିକ୍ଷା ମାଗୁଛି, ଏଇଭଳି ଲାଞ୍ଚୁଆ ଲୋକ ଯେ ଲାଞ୍ଚ ନେଉଛନ୍ତି, ହଁ ଲାଞ୍ଚୁଆ କ୍ଲର୍କ ହୁଅନ୍ତୁ କି ଅଫିସର ହୁଅନ୍ତୁ, ଲାଞ୍ଚ କର। ମୁଁ ପରକୁ ଆଜି ଦୁଇଁବି, କାହା ପ୍ୟାକେଟ୍ରେ 8 ଟଙ୍କା ଦେବିନି, କିନ୍ତୁ ସବୁ ଅଣ୍ଟା ପ୍ୟାକେଟ୍ରୁ ମୁଁ ଛଡ଼େଇ ନେଇ ଆସିବି ବିଭିନ୍ନ ଆଳ କରି। ସେମାନଙ୍କ କଥା କୁହାଯାଉଛି ତାଙ୍କ ଅଧିକା ମିଳିବ। ହଁ, ତେଣୁ ଆମେ ଯିଏ ଯେଉଁ କର୍ମ କରୁଛେ ସେଇ କର୍ମର ଆଜି ମଙ୍ଗଳ ହେବ। ହେଲା, କରୁଥିବା ଚାଷ, ଚାକିରି, ବାଣିଜ୍ୟ, ସେବା, ବୃତ୍ତି, ଲାଞ୍ଚ ଆଦି କର୍ମର ଅବଶ୍ୟ ବିକାଶ ହେବ, ଧନ ବଢ଼ିଯିବ। ତଥାପି କହୁଛି ସାବଧାନ, ପରବିତ୍ତ ବିଷ ସାଙ୍ଗରେ ସମାନ। ଖୁସିରେ ଆଣିକି ଲାଞ୍ଚ ପ୍ୟାକେଟ୍ରେ ପୁରାନ୍ତୁନି, ପିଲାଙ୍କୁ ପଢ଼ାନ୍ତୁନି, ପିଲା ଅମଣିଷ ହେଇଯିବେ। ଘର ଉପକରଣରେ ଉଇ ଲାଗିଯିବ, ଚୋରି ହେଇଯିବ, ନଷ୍ଟ ହେଇଯିବ, ବହୁତ କାନ୍ଦିବେ। ଧନ ବଢ଼ିଯିବ। 24 ଘଣ୍ଟା ଖାଲି ଖଟିବେ। ଏହି କର୍ମ ମାନସିକ ଓ ଶାରୀରିକ ହୋଇପାରେ। ଯେଉଁ କର୍ମ କରିବେ, ହୁଏତ ମାନସିକ କର୍ମ ବା ଶାରୀରିକ କର୍ମ ଆଜି କରିବେ, ଆଉ ବହୁତ ମିଳିବ ଆଜି। ହେଲେ ଯିଏ ବିବେକୀ ସେ ପରବିତ୍ତ ପାଇଁ ଲୋଭ କରିବ ନାହିଁ।
ଏଣିକି ଦାୟିତ୍ୱ ଆପଣଙ୍କର, ଆଉ ଆପଣ ଯାହା କରିବେ ମୁଁ କ'ଣ କରିବି। ଗୁରୁବାର 13 ତାରିଖ ଧନୁରାଶି ସକାଳ 6ଟା 7 ପରେ ମୂଳା ନକ୍ଷତ୍ରର ଅଶୁଭ। ଆଜି ଦିନଟି କ'ଣ ନଷ୍ଟ କରିଦେବେ? ନାଇଁ ନାଇଁ ନାଇଁ, ଆଳସ୍ୟ ଆଜି ତା ଜାଲରେ ଆପଣଙ୍କୁ ବାନ୍ଧି ନଚେଇବ। ଆଳସ୍ୟ ଆଜି ତା ଜାଲରେ, ତା ଫାଶରେ ଆପଣଙ୍କୁ ବାନ୍ଧି ନଚେଇବ। କାମ କରିବାକୁ ଇଚ୍ଛା ହେବନି। ଏତଦ୍ୱାରା ସମୟ ନଷ୍ଟ ହେବ, ସମ୍ମାନ ହାନି ହେବ, ଆଉ କର୍ତ୍ତବ୍ୟରେ ଅବହେଳା ହେବ। ଆଜି ଅପମାନିତ ହୋଇପାରନ୍ତି, କାମ କରିବେନି, ଆଉ ଅପମାନ ପାଇବେନି। ଆଉ କାମ କରନ୍ତୁ, ଏଣୁ ଅତି ସନ୍ତର୍ପଣରେ ଚଳନ୍ତୁ। ମୌନ ରହିଲେ ଭଲ, ଦେହ ପା ଭଲ ରହିବ, ହେଲେ ସୁଖ ଶାନ୍ତି ମିଳିବ ନାହିଁ। ଆଳସ୍ୟ ହି ମନୁଷ୍ୟାଣାଂ ଶରୀରସ୍ଥ ମହାନ ରିପୁ। ଆଳସ୍ୟ ମଣିଷ ଶରୀରରେ ବାସ କରେ, ସିଏ ହିଁ ମଣିଷକୁ ଅବାଟରେ ନିଏ। ଯେତେ କଷ୍ଟ ହଉ ମୁଁ ଉଠିବି। ନିଷ୍ପତ୍ତି ନିଅନ୍ତୁ, ଗଲେ ପଛେ ଯାଉ ଯିବ, ଯାହା ହେବ ଦେଖାଯିବ। ଗିରି ଶିଖେ ଲୟ ରଖି ଚାଲିବି ମୁକର। ସେଥିପାଇଁ ଗୀତାରେ କୁହାଗଲାନି, ଶ୍ରୀମଦ୍ ଭଗବତ ଗୀତାରେ, କର୍ମଣ୍ୟେ ବାଧିକାରସ୍ତେ। ଆଚ୍ଛା, ମକର ରାଶି ଗୁରୁବାର 13 ତାରିଖ ମକର ରାଶି ପୁରୁଷଙ୍କର ଘାତଚନ୍ଦ୍ର ସକାଳ 6ଟା 7 ପରେ, ସକାଳ 6ଟା 7 ପରେ ଶ୍ରବଣା ନକ୍ଷତ୍ରର ଅଶୁଭ। ଦିନଟି ସକାଳ 6ଟା 7 ଯାଏ ଭଲ, ତା ପରଠାରୁ ମନ୍ଦ ସମୟ ଆସିବ। ଦେହ ସୁସ୍ଥ ରହିବ ନାହିଁ। ଯେଉଁଠି ଯେପରି ରହିଲେ ବି ଶାରୀରିକ ସମସ୍ୟା ଓ ମାନସିକ ସନ୍ତୁଳନ ଦୁଃଖ ପରେ ଦୁଃଖ ଦେବ। ଆୟ ଅମଳ ଦିଗଟି ବନ୍ଦ। ଯାତାୟାତ କଲେ ଯାନବାହନ ହଇରାଣ କରିବ, ଦୁର୍ଘଟଣା ଘଟିଯାଇପାରେ। ଏଣୁ ଗମନାଗମନ ବେଳେ ହନୁମାନଙ୍କୁ ସ୍ମରଣ କରନ୍ତୁ। ହନୁମାନ ଅଞ୍ଜନା ସୁନୁର ବାୟୁପୁତ୍ରୋ ମହାବଳ ରାମେଷ୍ଟ ଫାଲ୍ଗୁନ ସଖା ପିଙ୍ଗାକ୍ଷ ମିତ ବିକ୍ରମ ଉଦଧିକ୍ରମଣ ଶୈବ ସୀତା ଶୋକ ବିନାଶକ ଲକ୍ଷ୍ମଣ ପ୍रणदाता च ଦଶ ଗ୍ରୀବସ୍ୟ ଦର୍ପହା। ଦ୍ୱାଦଶୈତାନି ନାମାନି ଜପଠେତ୍ ଯାତ୍ରା କାଳେ ଶୟନ କାଳେ च ତସ୍ୟ ଦୁଃଖମ ନାସ୍ତି ମୃତ୍ୟୁ ଭୟମ ନାସ୍ତି। ଏହି 12ଟି ନାଁ ହନୁମାନଙ୍କର ଅଛି, ତାକୁ ପଢ଼ିକି ଯାଆନ୍ତୁ, ମଙ୍ଗଳ ହେବ। ଗୁରୁବାର 13 ତାରିଖ କୁମ୍ଭ ରାଶିର ଘାତବାର ସକାଳ 6ଟା 7 ପରେ ଶତଭିଷା ନକ୍ଷତ୍ରର ଅଶୁଭ। ଅତୀତର ଅନେକ ଭଲ କାମ ପାଇଁ ଆଜି ପ୍ରଶଂସିତ ହେବେ। ଦିନଟି 24 ଘଣ୍ଟା ଶୁଭଫଳ ଦେବ। ସମୟ ବଡ଼ ବଳବାନ। ଅଦ୍ୟ ଅର୍ଥପ୍ରାପ୍ତି ଦିବସ। ବିଧାତାଙ୍କ ବିଚାର, ସେ ଆଜି ଆପଣଙ୍କୁ ଦେବେ। ଆଜି ନବ ନିଯୁକ୍ତି ମିଳିଯାଇପାରେ। ଯେଉଁମାନେ ଅଳସ ପରମୁଖାପେକ୍ଷୀ, ସେମାନଙ୍କୁ ସାମାନ୍ୟ କିଛି ମିଳିବ। ମାତ୍ର ଯେଉଁମାନେ କର୍ତ୍ତୃକର୍ମା, ଜିଜ୍ଞାସୁ, ବୁଦ୍ଧିମାନ, ବିବେକୀ, ସେମାନଙ୍କୁ ସମସ୍ତ ସୁଖ ଦେବା ପାଇଁ ବିଧାତାଙ୍କର ଘର ଦ୍ୱାର ଖୋଲା ରହିଯିବ। ସମସ୍ତ ମନସ୍କାମନା ଆଜି ପୂର୍ଣ୍ଣ ହେବ। ସହଜରେ ସବୁ କାର୍ଯ୍ୟ ସମ୍ପନ୍ନ ହେବ। କୁମ୍ଭ ରାଶିର କର୍ତ୍ତୃକର୍ମାଙ୍କ ପାଇଁ, ବୁଦ୍ଧିମାନଙ୍କ ପାଇଁ, ଜିଜ୍ଞାସୁଙ୍କ ପାଇଁ। ଆଉ ଯିଏ ଅଳସୁଆ, ଛାଡ଼ ତାଙ୍କ କଥା, ତା ନାଁ ଧରିଲେ ପାପ ହେବ। ଗୁରୁବାର 13 ତାରିଖ ମୀନ ରାଶି ସକାଳ 6ଟା 7 ପରେ ଉତ୍ତର ଭାଦ୍ର ନକ୍ଷତ୍ରର ଅଶୁଭ। ମୀନ ରାଶି ଜନତାଙ୍କୁ ଆଜି ବିବିଧ ରୂପରେ, ବିବିଧ ସମୟରେ ବିଶେଷ ଲାଭ ହେବ। ଆଶା କରୁନଥିବା ଦିଗରୁ ଦ୍ରବ୍ୟ ଲାଭ ହେବ। ବୁଡ଼ି ଯାଉଥିବା ଅର୍ଥ ଆଜି ଫେରସ୍ତ ଆସିବ। କୌଳିକ, ମୌଳିକ, ବୌଦ୍ଧିକ ବା ପାରମାର୍ଥିକ ଲାଭ ପାଇବେ। ଆର୍ଥିକ ଲାଭ ତ ହେବ, ତା ଛଡ଼ା ଭୂମି, କନ୍ୟା, ସ୍ୱର୍ଣ୍ଣ, ଗାଭୀ ଇତ୍ୟାଦି କାହାକୁ କ'ଣ ମିଳିବ? ଆଜି ଲାଭ ହେବ। ଲାଭ ଲାଭ ଲାଭ। ବ୍ୟବସାୟୀଙ୍କର ଆୟ ହେବ, ସେ ଲାଭପୂର୍ଣ୍ଣ ବ୍ୟବସାୟ ହେବ, ଆୟ ହେବ। କୃଷକର ଜମିରୁ
ଆଜି ସବୁଆଡ଼େ ବନ୍ୟା ହେଇଯାଇଛି, ତାଙ୍କ ଲାଭ କ'ଣ ହେବ ନା ଦେଖିବେ ତାଙ୍କ ଜମି ଚାରିପାଖର ଜମିରୁ ପାଣି କମିଯାଇଥିବ, ଫଳରେ ତାଙ୍କ ଜମିର ଯେଉଁ ତଳା ରହିଥିବେ ସେ ଦୁଷିବ, ଲାଭ ଆଜି ହେବ। ହଁ, ସେଇଭଳି ସମସ୍ତଙ୍କର ଆଜି ଲାଭ ହେବ। ଯେଉଁ ଭିକାରୀମାନେ ବୁଲୁଛନ୍ତି ତାଙ୍କୁ ଆଜି କାଲି ପାଇଥିଲେ 2 ଟଙ୍କା 8 ଟଙ୍କା, ଆଜି ପାଇଁ 9 ଟଙ୍କା 8 ଟଙ୍କା ପାଇବେ, କେତେ ଲାଭ ହେଲା? ଏଇଭଳି ଲାଭ ଆଜି ହେବ କାହାର? ମୀନ ରାଶିଙ୍କର। ହଁ ବନ୍ଧୁ, ଏ ଲାଭରେ ଥାଇକିରି ଆମେ ଆଉ ଗୋଟେ ଲାଭ କରିବାନି, କ'ଣ କରିବା? ଓମ୍ ଶାନ୍ତି। ଦୟାକର ପ୍ରଭୁ, ଦୟାକର। ଓମ୍ ଶାନ୍ତି।